ଯିଏ ଦଳ ବଦଳକାରୀଙ୍କ ସହାୟତାରେ ଜିତିଛି ତାର ଉନ୍ନତି ହେଇଛି, କିନ୍ତୁ ଯିଏ ଦଳ ବଦଳ କରିକି ଦଳ ବିପକ୍ଷରେ ଭୋଟ ଦେଇଛି ତାର ରାଜନୀତି ସବୁବେଳେ ଖତମ ହେଇଛି। ଯେହେତୁ ବାଚସ୍ପତି ହେଉଛନ୍ତି ଭାରତୀୟ ଜନତା ପାର୍ଟିର, କାରଣ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ସେ ଆଉ ନିରପେକ୍ଷ ବୋଲିକି ନିଜକୁ କହୁନାହାନ୍ତି। ବାଚସ୍ପତି ସୁରମା ପାଢ଼ୀ ସେ ସବୁ ପରମ୍ପରା ଭାଙ୍ଗିଦେଲେ। ସେ ସିଧାସଳଖ ଯାଇକିରି ଯୋଉଠି ପ୍ରୋଟେଷ୍ଟ ବି ହେଉଛି ସେଠି ଠିଆ ପଡୁଛନ୍ତି, ବରଂ ଧକ୍କା ଖାଉଛନ୍ତି। ଧରନ୍ତୁ ସୋଫିଆ ଫିରଦୋଷ, ତାଙ୍କର ତ ପଦବୀ ଚାଲିଯିବା କଥା। ଏ 11 ଜଣ ବିଧାୟକଙ୍କର ଅବସ୍ଥା ସେଇଆ ହବ। ଦେୟାର ଇଜ୍ ଏ ପୋଏଟିକ୍ ଜଷ୍ଟିସ୍। ବାଚସ୍ପତି ଏ ସମ୍ପର୍କରେ କିଛି ନିଷ୍ପତ୍ତି ନେବେ ନାହିଁ କି ସୁପ୍ରିମକୋର୍ଟରେ ଏ ସମ୍ପର୍କରେ କେସ୍ ଲଢ଼ିଲା ବେଳେ ବିଧାନସଭାର କାର୍ଯ୍ୟକାଳ ସରିଯାଇଥିବ। 10th ସିଡ୍ୟୁଲକୁ ଆଳ କରିକି ଦଳ ବଦଳ ଚାଲିଛି, କିଣାବିକା ଚାଲିଛି, ଘୋଡ଼ା ବେପାର ଚାଲିଛି। ଦେଖନ୍ତୁ, ପ୍ରଥମ କଥା ହେଉଛି 10th ସିଡ୍ୟୁଲ ଉପରେ ସମ୍ବିଧାନର 10th ସିଡ୍ୟୁଲ ଯୋଉଟା ଅତି ସ୍ପଷ୍ଟ ଭାବରେ ଦଳ ବଦଳ ନିରୋଧ ଆଇନକୁ ଯେମିତି ଭାବରେ ବ୍ୟାଖ୍ୟା କରିବା କଥା ଏପର୍ଯ୍ୟନ୍ତ ସେ ବ୍ୟାଖ୍ୟା ହେଇପାରିଲା ନାହିଁ ଏବଂ ସୁପ୍ରିମକୋର୍ଟ ମଧ୍ୟ ଏ ସମ୍ପର୍କରେ ନିଜର ମତାମତ ସ୍ପଷ୍ଟ ଭାବରେ ଦେଉନାହାନ୍ତି, ଯାହାଫଳରେ 10th ସିଡ୍ୟୁଲକୁ ଆଳ କରିକି ଦଳ ବଦଳ ଚାଲିଛି, କିଣାବିକା ଚାଲିଛି, ଘୋଡ଼ା ବେପାର ଚାଲିଛି। ତେଣୁ ୟାର ଧରନ୍ତୁ ବିଜେଡି ଆଜି ଯାଇକିରି ବାଚସ୍ପତିଙ୍କୁ ଦାବିପତ୍ର ଦେଲା, ତାପରେ ବାଚସ୍ପତି ଏ ସମ୍ପର୍କରେ ନିଷ୍ପତ୍ତିକୁ ଝୁଲେଇକି ରଖିବେ। ଯେହେତୁ ବାଚସ୍ପତି ହେଉଛନ୍ତି ଭାରତୀୟ ଜନତା ପାର୍ଟିର, କାରଣ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ସେ ଆଉ ନିରପେକ୍ଷ ବୋଲିକି ନିଜକୁ କହୁନାହାନ୍ତି। ତ ସ୍ପଷ୍ଟ ଭାବରେ ବାଚସ୍ପତି ପଦବୀରେ ରହିକିରି ବି ଦଳୀୟ କାର୍ଯ୍ୟକ୍ରମ ମାନଙ୍କରେ ଅଂଶଗ୍ରହଣ କରୁଛନ୍ତି। ଯାଇକିରି ଦଳୀୟ ମାନେ ଯୋଉଠି ପ୍ରତିବାଦ ହେଉଛି ସେଠି ମଧ୍ୟ ଆଗରୁ କୌଣସି ବାଚସ୍ପତି ମାନେ ଟିକେ ଚେଷ୍ଟା କରୁଥିଲେ ଦଳୀୟ କାର୍ଯ୍ୟକ୍ରମରୁ ଟିକେ ଅଲଗା ହେଇକି ରହିବା ପାଇଁ। ବାଚସ୍ପତି ସୁରମା ପାଢ଼ୀ ସେ ସବୁ ପରମ୍ପରା ଭାଙ୍ଗିଦେଲେ। ସେ ସିଧାସଳଖ ଯାଇକିରି ଯୋଉଠି ପ୍ରୋଟେଷ୍ଟ ବି ହେଉଛି ସେଠି ଠିଆ ପଡୁଛନ୍ତି, ବରଂ ଧକ୍କା ଖାଉଛନ୍ତି। ମାନେ ସବୁଠୁ ଦୁର୍ଭାଗ୍ୟର କଥା ହେଉଛି ଯେ କୌଣସି ସାମ୍ବିଧାନିକ ପଦବୀରେ ଥିବା ବାଚସ୍ପତି କେବେ ଏଇ ସ୍ତରର କାମ କରିନଥିଲେ। ତେବେ ଠିକ ଅଛି, ସେଟା ତାଙ୍କର ପସନ୍ଦ। ଏ ସମ୍ପର୍କରେ ତ ସମ୍ବିଧାନରେ କୌଣସି ଆକଟ ନାହିଁ କି ବାରଣ ନାହିଁ। ତେଣୁ ତାଙ୍କୁ ଯଦି ଇଚ୍ଛା ହେଉଛି କହିବା ପାଇଁ ଯେ ସେ ମୂଳତଃ ବିଜେପିର ଲୋକ ଏବଂ ସେ ନିରପେକ୍ଷ ନୁହନ୍ତି, ତେଣୁ ସେଇଟା ତାଙ୍କର ଚଏସ୍, ସେ ବିଷୟରେ କିଛି କହିବାର ନାହିଁ। ତେଣୁ ବାଚସ୍ପତି ଯେ ସମ୍ପର୍କରେ କିଛି ନିଷ୍ପତ୍ତି ନେବେ ଏବଂ ଯୋଉ 3 ଜଣ କଂଗ୍ରେସ ବିଧାୟକ ଏବଂ 8 ଜଣ ବିଜେଡି ବିଧାୟକ ଯୋଉମାନେ କ୍ରସ୍ ଭୋଟିଂ କଲେ ସେମାନଙ୍କର ସଭ୍ୟପଦ ବାଚସ୍ପତି ରଦ୍ଦ କରିବେ ନାହିଁ। କିନ୍ତୁ ବାଚସ୍ପତି ଯଦି ରଦ୍ଦ ନ କରନ୍ତି ତାହେଲେ ସେଇ କଥା ଉପରେ, ସେଇ ପ୍ରସଙ୍ଗ ଉପରେ ସିଧାସଳଖ ସୁପ୍ରିମକୋର୍ଟକୁ ବିଜେଡି ଏବଂ କଂଗ୍ରେସ ଯାଇପାରିବେ। ତେଣୁ ବର୍ତ୍ତମାନ ଦେଖିବାକୁ ପଡିବ ଯେ ବାଚସ୍ପତି କେତେ ଶୀଘ୍ର ନିଷ୍ପତ୍ତି ନେଉଛନ୍ତି, ନା ଝୁଲେଇକି ରଖୁଛନ୍ତି, ନା ସିଧାସଳଖ ବିଧାୟକ ମାନଙ୍କର ସପକ୍ଷରେ କହୁଛନ୍ତି। ଧରନ୍ତୁ ସୋଫିଆ ଫିରଦୋଷ, ତାଙ୍କର ତ ପଦବୀ ଚାଲିଯିବା କଥା। ଆପଣ ଯଦି ଶରଦ ପାୱାର ଶରଦ ଯାଦବଙ୍କର ଯଦି ଗୋଟେ ଉଦାହରଣ ଦିଆଯିବ ରାଜ୍ୟସଭାରେ, ସେ ଯେହେତୁ ଅନ୍ୟ କାର୍ଯ୍ୟକ୍ରମରେ ଦଳକୁ ବିରୋଧ କରୁଥିବା ଅନ୍ୟ ଦଳର କାର୍ଯ୍ୟକ୍ରମରେ ଯୋଗ ଦେଲେ ବୋଲିକି ଶରଦ ଯାଦବଙ୍କର ସଭ୍ୟପଦ ରଦ୍ଦ ହେଇଥିଲା। ସେଇ ହିସାବରେ ଦେଖିଲେ ଯେହେତୁ ସେ ମହମ୍ମଦ ମୁକିମଙ୍କ ଦଳ ସଭାରେ ବାରମ୍ବାର ଜଏନ କରୁଛନ୍ତି, ସେ ଦୃଷ୍ଟିରୁ ତ ସୋଫିଆ ଫିରଦୋଷଙ୍କ ବିଧାୟକ ପଦ ତୁରନ୍ତ ରଦ୍ଦ ହେବା ଦରକାର। କିନ୍ତୁ ବାଚସ୍ପତି ରଦ୍ଦ କରିବେ ନାହିଁ, କାରଣ ସେ ବିଜେପିକୁ ଭୋଟ ଦେଇଛନ୍ତି। ତେଣୁ ବିଜେପିର ତାଙ୍କ ପ୍ରତି ମାନେ ସହଯୋଗ ଏବଂ ସମର୍ଥନ ରହିବ। ତେଣୁ ଏଠି ସମ୍ବିଧାନ ଆଇନ ଅନୁସାରେ କାମ ହେବା ପରିବର୍ତ୍ତେ ସମ୍ବିଧାନ ଏବଂ ଆଇନକୁ କେମିତି ବୁଲେଇ ବଙ୍କେଇ କରି ବିଜେପି ପାଇଁ କାମ କରାଯିବ ସେ କଥା କରାହଉଛି। ତେଣୁ ଆପଣ ଭାବନ୍ତୁ ନାହିଁ ଯେ ଆଜି ବିଜେଡି କହିଦେଲା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ। ଏବଂ ଇତିମଧ୍ୟରେ ପରିସ୍ଥିତି ଆହୁରି ବଦଳୁଛି। ବିଜେଡିକୁ ବିଶ୍ୱାସଘାତକତା କରିକିରି ଦେବୀରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ୱାଳ ଆସିକିରି ବିଜେପି ଶିବିରରେ ପଶିଲେ। ବର୍ତ୍ତମାନ ବିଜେପିର ଯୋଉ ସ୍ଥାନୀୟ ନେତୃତ୍ୱ ବାଙ୍କିରେ ଏବଂ କଟକ ଚୌଦ୍ୱାରରେ, ସେମାନେ ବର୍ତ୍ତମାନ ଏ 2 ଜଣଙ୍କୁ ବିରୋଧ କରୁଛନ୍ତି। ତ ଏମାନଙ୍କର ସ୍ଥିତି କ'ଣ ହେବ? ଏଇ ଯୋଉ ବିଜେଡି ନେତା ମାନେ ଗୋଡ ଟେକିକିରି ଯାଇକିରି ବିଜେପିରେ ମିଶି ଯାଉଛନ୍ତି, ଯୋଉ ବିଜେପି ନେତା ମାନେ ଧରନ୍ତୁ ମଣ୍ଡଳ ଦମ୍ପତି ଭଦ୍ରକରେ, ରବି ଜେନା ବାଲେଶ୍ୱରରେ, ଏମାନେ ବର୍ତ୍ତମାନ କୋଉ ଅବସ୍ଥାରେ ନାହାନ୍ତି, ନା ଏମାନେ ବିଜେପି ରହିପାରୁଛନ୍ତି ନା ବିଜେଡି ରହିପାରୁଛନ୍ତି। ତେଣୁ ଏଇ ଯୋଉ 11 ଜଣ ଯାକ ବିଧାୟକ ୟାଙ୍କର ଅବସ୍ଥା ପାଖାପାଖି ସେଇଆ। ଏମାନେ ବିଜେପି ଲୋଭରେ ପଡିକିରି ଭୋଟ ଦେଲେ, କିନ୍ତୁ ପାଦ ତଳୁ ମାଟି ଖସି ଯାଇଛି। ଏବଂ ଓଡ଼ିଶା ବିଧାନସଭାରେ ଗୋଟେ କଥା ହେଇଛି, ଯିଏ ଦଳ ବଦଳକାରୀଙ୍କ ସହାୟତାରେ ଜିତିଛି ତାର ଉନ୍ନତି ହେଇଛି, କିନ୍ତୁ ଯିଏ ଦଳ ବଦଳ କରିକି ଦଳ ବିପକ୍ଷରେ ଭୋଟ ଦେଇଛି ତାର ରାଜନୀତି ସବୁବେଳେ ଖତମ ହେଇଛି। ଏ 11 ଜଣ ବିଧାୟକଙ୍କର ଅବସ୍ଥା ସେଇଆ ହବ। ଦେୟାର ଇଜ୍ ଏ ପୋଏଟିକ୍ ଜଷ୍ଟିସ୍। ବାଚସ୍ପତି ଏ ସମ୍ପର୍କରେ କିଛି ନିଷ୍ପତ୍ତି ନେବେ ନାହିଁ କି ସୁପ୍ରିମକୋର୍ଟରେ ଏ ସମ୍ପର୍କରେ କେସ୍ ଲଢ଼ିଲା ବେଳେ ବିଧାନସଭାର କାର୍ଯ୍ୟକାଳ ସରିଯାଇଥିବ। କିନ୍ତୁ ଦେୟାର ଇଜ୍ ଅଲୱେଜ୍ ଏ ପୋଏଟିକ୍ ଜଷ୍ଟିସ୍, ଦେୟାର ଇଜ୍ ଅଲୱେଜ୍ ଏ ପବ୍ଲିକ୍ ଜଷ୍ଟିସ୍। ଲୋକଙ୍କ ଆଖିରେ ମାନେ ନିନ୍ଦିତ ହେଇସାରିଛନ୍ତି
ଏବଂ ଆଗକୁ ଆହୁରି ନିର୍ଦ୍ଦିତ ହେବ। अरे वाओ अनु केते सुंदर ड्राइंग बनेछु एटा कौन बनेछु एरा मु एरा बापा एरा बो एरा जेजे बापा एरा जेजे माँ वाओ औ एटा कोन हम फैमिली डॉक्टर हाँ बो एरा आम फैमिली हॉस्पिटल रंग बदलिछि रूप बदलिछि हेले आपणक सह संपर्क बहुत पुराना खाली ओडिशार नुह पूर्व भारतर 50 लाख परिवार भरोसा आमर अत्याधुनिक कौशल एवं अद्वितीय सेवा 27 वर्षर संपर्क आमको करिपारिछि आपणक निजर फैमिली हॉस्पिटल। थैंक यू डॉक्टर अनुपरी अनेक पिलांक धन्यवाद आम पई अमूल्य